ତ ହାୟ ତ କେମିତି ଛାଣିବି କହ ତୋରି ହାତ ଆକାଶ ଅଛି ବରଷା ନାହିଁ ପ୍ରେମକୁ ଆଉ ଭରସା ନାହିଁ। ନମସ୍କାର, ଆପଣ ମାନେ ଦେଖିଥିବେ ଆଜ୍ଞା ଏବେ ସୋସିଆଲ ମିଡିଆରେ ହିମାଂଶୁ ସାଗର ଭାଇଙ୍କ ଭଏସ କୁ ତାଳ ଦେଇ ମିଶିବା ପାଇଁ ଚେଷ୍ଟା କରି ଜଣେ ଭାଇ ଆମର ସିଙ୍ଗର ଭାଇ ଆସିଛନ୍ତି ଆଗକୁ ଗୀତ ଗାଇବା ପାଇଁ। ତ ଚେଷ୍ଟା କରୁଛନ୍ତି ତାଙ୍କ ଗୀତ ସହିତ ମିଶିବା ପାଇଁ। ତ ବର୍ତ୍ତମାନ ଆମେ ତାଙ୍କ ପାଖରେ ଅଛେ ଆଉ ତାଙ୍କୁ ପଚାରି ବୁଝିବା ଯେ ଆମର ମ୍ୟୁଜିକ ଡାଇରେକ୍ଟର ମାନସ ଭାଇଙ୍କ ସହିତ କେମିତି କଣ ଦେଖା ହେଲା, କଣ୍ଟାକ୍ଟ ହେଲା ଆଉ କୋଉଠି ଗୀତ ଗାଇ ମାନସ ଭାଇଙ୍କର ହୃଦୟକୁ ଜିତି ନେଲେ। ତ ଭାଇ ନମସ୍କାର। ନମସ୍କାର, ମୁଁ ଦେବନ ପଟେଲ। ଯାହା ବି ମ୍ୟାମ୍ କହିଲେ ହିମାଂଶୁ ସାଗର ଭଏସ୍ ମିଶୁଛି ସେଟା ବହୁତ କହିଲେ ତ ବହୁତ ଭୁଲ है, लेकिन ମୁଁ ସାର୍ଙ୍କୁ ଆଇଡଲ ମାନେ ତାଙ୍କ ଭଳି ତ ହେଇପାରିବିନି କେବେ। ମୁଁ ହିମାଂଶୁ ସାଗର ଭଳି ସାରା ଓଡ଼ିଶାରେ କେହି ହେଇପାରିବେନି, କିନ୍ତୁ ଚେଷ୍ଟା କରିବେ। ସବୁ ଦର୍ଶକ ମାନଙ୍କର ଅଭାବ ଯେ ସମସ୍ତଙ୍କର ଗୋଟେ ଅଫସୋସ ହେଇଯାଇଛି ଯେ ହିମାଂଶୁ ସାଗର ଭାଇ ଚାଲିଗଲା ପରେ ତାଙ୍କ ଭଏସ କୁ ଆଉ କେବେ କିଏ ଶୁଣି ପାରିବ କି ନାହିଁ। ତ ଆମେ ତ ତାଙ୍କ ଭଏସ ଆଉ କେବେ ପାଇପାରିବାନି ବୋଲି ସେଇଟା ମାନେ ବହୁତ କମ ହବ, କିନ୍ତୁ ଆପଣ ବି ଚେଷ୍ଟା କରିବେ ଯେ ତାଙ୍କ ପାଇଁ ତାଙ୍କ ଭଳିଆ ହେବା ପାଇଁ, ତାଙ୍କ ପରି ଗୀତ ଗାଇବା ପାଇଁ ନା ନାହିଁ। ଚେଷ୍ଟା ତ ମୁଇଁ କରମି, ଲେକିନ ଲୋକଙ୍କର ଭଲ ପାଇବାର କେବେ ଲୋକଙ୍କୁ ମୁଁ ନିରାଶ ନାଇଁ କରେ, ଲେକିନ ତାଙ୍କ ବୋଲି ତ ହେଇନି ପାରେ ମୁଇଁ। ଆଚ୍ଛା ଆଚ୍ଛା, ଆପଣଙ୍କ ସହିତ ମାନସ ଭାଇଙ୍କର କଣ କେମିତି ଦେଖା ହେଲା ଆଉ କେମିତି ଆପଣ ମାନସ ଭାଇଙ୍କ ମନକୁ ଜିତିଲେ ଯେ ଭଏସ ରେ? ମାନସ ସାର୍ କି ମୁଇଁ ଆକ୍ଚୁଆଲି ଇନଷ୍ଟାରୁ ତାଙ୍କୁ ମେସେଜ କରିଥିଲି, ସେ ମତେ ବହୁତ ଦିନ ପରେ ରିପ୍ଲାଏ ଦେଇଥିଲେ। ତାପରେ ଟିର୍ଲାଗଡ଼ ଯୋଉ ଥିଲା ଶ୍ରଦ୍ଧାଞ୍ଜଳି ହିମାଂଶୁ ସାର୍ଙ୍କର, ସେଠି ଆସିଥିଲେ, ମତେ କହିଥିଲେ ସେଠି ବି ଦେଖା ହେବା କହିଥିଲେ। ମୁଁ ସେଠି ଯାଇଥିଲେ, ଦେଖା ହେଲି। ତାପରେ ଷ୍ଟେଜ ପାଖକୁ ଗଲି, ଷ୍ଟେଜରୁ ମାନସ ସାର୍ କଥା ହେଲି। ତାପରେ ମାନସ ସାର୍ ଷ୍ଟେଜରୁ ଓହ୍ଲେଇ ଆସିଲେ, ତାପରେ କହିଲେ ହିମାଂଶୁ ସାର୍ର ଗୀତ ଦୁଇଟା ଗାଇଲ କହିଲେ। ମୁଁ ସେଠି ହିମାଂଶୁ ସାର୍ର ଗୀତ ଦୁଇଟା ଗାଇଥିଲି, ତାପରେ ସିଲେକ୍ସନ କରିଥିଲେ। ତାପରେ କହିଥିଲେ କଟକ ଆସ କହିଥିଲେ। ଆପଣଙ୍କ ମାନସ ଭାଇ ଟିଟିଲାଗଡ଼ରେ ଦେଖା ହେଇଥିଲେ? ହଁ, ଟିଟିଲାଗଡ଼। ସେଠି ଯୋଉ ପ୍ରଥମେ ଯୋଉ ଗୀତ ଗାଇଥିଲେ ହିମାଂଶୁ ସାଗର ଭାଇଙ୍କର, କୋଉ ଗୀତଟି ଗାଇଥିଲେ? ଯୋଉ ଗପ ହେଲେ ସତ ହାୟରେ ମିତ, ସେଟା ଗାଇପାରିବେ? ହାୟରେ ମିତ ହାୟରେ ମିତ କେମିତି ଛାଣିବି କହ ତୋରି ହାତ ଆକାଶ ଅଛି ବରଷା ନାହିଁ ପ୍ରେମକୁ ଆଉ ଭରସା ନାହିଁ। ବେଳେ ବେଳେ ସବୁ ଗପ ହୁଏ ନା ସତ ହାୟରେ ମିତ ହାୟରେ ମିତ କେମିତି ଛାଣିବି କହ ତୋରି ହାତ କେମିତି ଛାଣିବି କହ ତୋରି ହାତ। ବହୁତ ସୁନ୍ଦର ଗୀତଟି ଆମର ହିମାନ ଭାଇ ଗାଇଥିଲେ। ମାନେ ଏଇ ଗୀତ ଶୁଣିଲା ବେଳକୁ ଯେମିତି ଲାଗୁଛି ହିମାନ ଭାଇଙ୍କ କଥା ପୁରା ମନକୁ ପଳେଇ ଆସୁଛି। ଆଚ୍ଛା ଭାଇ, ମାନେ ଆପଣ ଯେତେବେଳେ ମାନସ ଭାଇଙ୍କ ଷ୍ଟୁଡିଓକୁ ଆସିଥିଲେ, ଆପଣଙ୍କୁ ପ୍ରଥମେ ଭାଇ କୋଉ ଗୀତଟି ଦେଇଥିଲେ ଚାନ୍ସ ଗାଇବା ପାଇଁ? ମାନସ କୁମାର ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ, ମତେ ସୁଯୋଗ ଦେଇଥିବାରୁ। ସାଇଡ ସଙ୍ଗ ଦେଇଥିଲେ କାନ୍ଦି କାନ୍ଦି ଜଳେ ମୋ ଜୁଇ। ଆଜ୍ଞା, କାନ୍ଦି କାନ୍ଦି ଜଳେ ମୋ ଜୁଇ, ସେ ଗୀତଟି ରିଲିଜ ହେଲାଣି? ହଁ, ରିଲିଜ ହେଇସାରିଲାଣି। ସେ ଗୀତରୁ ପଦେ ଗାଇପାରିବେ? କାନ୍ଦି କାନ୍ଦି ମଶାଣିରେ ଜଳେ ମୋ ଜୁଇ ଆଉ ଫେରିବିନି ଜଳି ଯିବି ତୋ ପାଇଁ ହୋ କାନ୍ଦି କାନ୍ଦି ମଶାଣିରେ ଜଳେ ମୋ ଜୁଇ ଆଉ ଫେରିବିନି ଜଳି ଯିବି ତୋ ପାଇଁ। ଆଚ୍ଛା, ମାନେ ପ୍ରଥମେ ଯେତେବେଳେ ଆମେ ଗୋଟେ କଥା କହିବାକୁ ଚାହିଁବୁ ଯେ ହିମାଂଶୁ ସାଗର ଭାଇଙ୍କର ବହୁତ ସ୍ୟାଡ ସଙ୍ଗ ଅଛି, ବହୁତ ସ୍ୟାଡ ସଙ୍ଗ ସେ ଗାଇଛନ୍ତି। ତ ଆପଣ ବି ପ୍ରଥମ ଗୀତ ସ୍ୟାଡ ସଙ୍ଗ ହିଁ ଗାଇଲେ, ତାପରେ ସେକେଣ୍ଡ ଗୀତ କଣ ଆସିଲା ନା ନାହିଁ? ହଁ, ଗୋଟେ ସୁନ୍ଦର ଭଜନ ଆସିଛି ତୁଳସୀ ପାହାଡି ପ୍ରୋଡକ୍ସନ ୟୁଟ୍ୟୁବ ଚ୍ୟାନେଲରେ। ପଦେ ଗାଇକି ଶୁଣାନ୍ତୁ। रे कालिया तो बिना आधा अधूरा रे कालिया तो बिना आधा अधूरा
ମାନେ ଆପଣ ମାନେ ଜାଣିଥିବେ ଯେ ହିମାନ ଭାଇଙ୍କୁ ଆମେ ବହୁତ ମିସ୍ କରୁଛେ ଆଜି ବି ଆମେ ମାନେ ଆମ ହୃଦୟରେ ତାଙ୍କ ଭଏସ ଆଉ କାନରେ ବାଜି ଯାଉଛି। କିନ୍ତୁ ଭାଇ ଆମର ଚେଷ୍ଟା କରୁଛନ୍ତି ହିମାନ ଭାଇଙ୍କ ଭଳିଆ ତ କେହି ଗାଇ ପାରିବେନି କି ହେଇପାରିବେନି, ତାଙ୍କ ଭଏସ ତ ଲୋକମାନଙ୍କର ମାନେ ପୁରା ହୃଦୟକୁ ଛୁଇଁଯାଏ। କିନ୍ତୁ ଭାଇ ଆମର ଚେଷ୍ଟା କରୁଛନ୍ତି ତାଙ୍କ ଭଳିଆ ସ୍ୱର ଦବା ପାଇଁ, ତାଙ୍କ ସହିତ ଗୀତରେ ମାନେ ତାଙ୍କ ସ୍ୱରରେ ତାଳ ମିଶିବା ପାଇଁ। କିନ୍ତୁ ସେଇଟା ଦର୍ଶକଙ୍କ ଉପରେ ନିର୍ଭର କରେ ଯେ ଭାଇଙ୍କୁ ସେ କେତେ ଭଲ ପାଇବା ଦେବେ, କେତେ ଆକ୍ସେପ୍ଟ କରିବେ। ଆଉ ଯଦି ଦର୍ଶକଙ୍କର ଇଚ୍ଛା ଥିବ ତାହେଲେ କାହିଁକି ଆମେ ହିମାଂଶୁ ସାଗର ଭାଇଙ୍କୁ ତାଙ୍କ ଭଏସରେ ପାଇପାରିବେ ବୋଲି ଆଶା ଅଛି। କିନ୍ତୁ ଆପଣ ଭାଇ କଣ ଭାବୁଛନ୍ତି ଯେ ଯୋଉ ଲୋକମାନେ ହିମାଂଶୁ ସାଗର ଭାଇଙ୍କୁ ଝୁରୁଛନ୍ତି, ଚାହୁଁଛନ୍ତି କି ତାଙ୍କ ଭଳି ଆଉ କିଏ ଆସନ୍ତୁ ସ୍ୱର ଦିଅନ୍ତୁ, ଆପଣ ଚେଷ୍ଟା କରିବେ? ଉଁ, ଚେଷ୍ଟା ତ ମୁଁ ନିହାତି କରିମି, ଲେକିନ ଗଭର୍ଣ୍ଣମେଣ୍ଟରେ ଯେଉଁ ଲୋକ ଭଲ ପାଇବା ଦଉଛନ୍ତି ହିମେନ ସାର୍, ଯୋଉ ଆମ ଆଜ୍ଞା ଆମ ପାଖେ ଅନ୍ତରେ ହିମେନ ସାର୍ ଅଛନ୍ତି, ଆଜ୍ଞା ତାଙ୍କୁ ଲୋକ ଫିଲ୍ କରୁଛନ୍ତି ମୋ ଗୀତ ଗୀତ ମାଧ୍ୟମରେ। ଗୀତ ମାଧ୍ୟମରେ ହୁଁ, ଆଜ୍ଞା ସେଇଟା ବହୁତ ମତେ ଗର୍ବ ଲାଗୁଛି।